ଯୀଶୁଙ୍କ 12 ଜଣ ଶିଷ୍ୟମାନଙ୍କ ବିଷୟରେ। ସିମୋନ ପିତର। ତାଙ୍କର ଜନ୍ମ ନାମ ସିମୋନ ଥିଲା, ଜୋନାର ପୁଅ। ଯୀଶୁ ତାଙ୍କୁ ପିତର ନାମ ଦେଇଥିଲେ, ଯାହାର ଅର୍ଥ ପଥର। ସେ ବେଥସେଦାରୁ ଏକ ମାଛ ଧରାଳି ଥିଲେ। ରୋମର ସମ୍ରାଟ ନେରୋଙ୍କ ସମୟରେ ତାଙ୍କୁ ଓଲଟା କରି କ୍ରୁଶବିଦ୍ଧ କରିଥିଲେ। ଆନ୍ଦ୍ରିୟ। ଆନ୍ଦ୍ରି ଅର୍ଥ ପୁରୁଷୋଚିତ କିମ୍ବା ସାହସୀ। ସେ ପ୍ରଥମ ଶିଷ୍ୟ ଥିଲେ ଯିଏ ଯୀଶୁଙ୍କୁ ଅନୁସରଣ କରିଥିଲେ ଏବଂ ତାଙ୍କ ଭାଇ ପିତରଙ୍କୁ ଯୀଶୁଙ୍କ ସହ ପରିଚୟ କରାଇଥିଲେ। ସେ ମଧ୍ୟ ଏକ ମାଛ ଧରାଳି ଥିଲେ। ଗ୍ରୀସର ପାଟ୍ରାସରେ ତାଙ୍କୁ କ୍ରସ ଆକୃତିର କାଠରେ ଚଢ଼ାଇ ହତ୍ୟା କରିଥିଲେ। ଜେବଦୀଙ୍କ ପୁତ୍ର ଯାକୁବ। ଯାକୁବ ଅର୍ଥ ପଦର ହରଣକାରୀ କିମ୍ବା ପାଦର ଧାରକ। ସେ ଜେବଦୀ ଏବଂ ସଲୋମୀଙ୍କ ପୁଅ ଏବଂ ଯୋହନଙ୍କ ଭାଇ ଥିଲେ। ସେ ବେଥସାଇଦାରୁ ଥିଲେ ଏବଂ ଗାଳିଲି ସାଗରରେ ଏକ ମାଛ ଧରାଳି ଥିଲେ। ରାଜା ହେରୋଦ ଏଗ୍ରିପାଙ୍କ ଶାସନ କାଳରେ ସେ ଖଡ୍ଗରେ ଯାକୁବଙ୍କୁ ହତ୍ୟା କରିଥିଲେ। ସେ ଶିଷ୍ୟମାନଙ୍କ ମଧ୍ୟରେ ପ୍ରଥମ ଶହୀଦ ଥିଲେ। ଯୋହନ। ସେ ଯୀଶୁ ଖ୍ରୀଷ୍ଟଙ୍କର ଅତି ପ୍ରିୟ ଶିଷ୍ୟ ଥିଲେ। ଯୋହନ ଅର୍ଥ ଜିହୋବା ଅନୁଗ୍ରହକାରୀ ଅଟନ୍ତି। ସେ ଜେବଦୀ ଓ ସଲୋମୀଙ୍କର ପୁଅ ଏବଂ ଯାକୁବଙ୍କର ଛୋଟ ଭାଇ ଥିଲେ। ବିଶ୍ୱାସ କରାଯାଏ ଯେ ଯୋହନ ସମ୍ଭବତଃ 100 ଖ୍ରୀଷ୍ଟାବ୍ଦରେ ଏପିସରେ ମୃତ୍ୟୁବରଣ କରିଥିଲେ। ଫିଲିପ। ଫିଲିପର ଅର୍ଥ ଘୋଡ଼ାପ୍ରେମୀ କିମ୍ବା ଯୋଦ୍ଧା। ସେ ଗାଲିଲିର ବେଥସାଇଦାରୁ ଥିଲେ। ସମ୍ଭବତଃ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ ସେ ମାଛ ଧରୁଥିବା କାର୍ଯ୍ୟ କରୁଥିଲେ କିମ୍ବା ମତ୍ସ୍ୟ ବ୍ୟବସାୟୀ ଥିଲେ। ସେ ହିଏରାପୋଲିସରେ ଯୀଶୁଙ୍କ ପାଇଁ ଶହୀଦ ହୋଇଥିଲେ। ଅନେକ ମନେ କରନ୍ତି ଯେ କ୍ରୁଶରେ ତାଙ୍କ ମସ୍ତକକୁ ତଳ କରି କିମ୍ବା ପଥର ମାରି ହତ୍ୟା କରିଥିଲେ। ବାର୍ଥୋଲୋମି। ବାର୍ଥୋଲୋମିର ଅର୍ଥ ଟୋଲୋମାଇଙ୍କ ପୁଅ। ସେ ଗାଳିଲିର କାନା ନଗରରୁ ଆସିଥିଲେ। ସେ ପ୍ରଥମେ ଯୀଶୁଙ୍କୁ ସନ୍ଦେହ କରୁଥିଲେ। ଖବର ଅନୁଯାୟୀ ସେ ଆର୍ମେନିଆର ଅଲବାନୋପୋଲିସରେ ଜୀବନ୍ତ ଚାମଡ଼ା ଉତ୍ତୋଳିତ କଲା ପରେ ତାଙ୍କ ମୁଣ୍ଡ କଟାଯାଇଥିଲା। ଏହା ତାଙ୍କର ଦୃଢ଼ ବିଶ୍ୱାସର ସାକ୍ଷ୍ୟ। ଥୋମା। ଥୋମାର ଅର୍ଥ ଯାଆଁଳା। ସେ ଡିଡିମସ୍ ନାମରେ ମଧ୍ୟ ପରିଚିତ ଥିଲେ। ସେ ଚିନ୍ତାଶୀଳ, ସାହସୀ ଏବଂ ଗଭୀର ଭାବେ ପ୍ରତିବଦ୍ଧ ଥିଲେ, ଯଦିଓ ତାଙ୍କର ସନ୍ଦେହକୁ ପ୍ରାୟ ସ୍ମରଣ କରାଯାଏ। ଖବର ଅନୁସାରେ ସେ 72 ଖ୍ରୀଷ୍ଟାବ୍ଦରେ ଚେନ୍ନାଇର ମାଇଲାପୋର ପାଖରେ ପ୍ରାର୍ଥନା କରୁଥିବା ସମୟରେ ଏକ ବର୍ଚ୍ଛାରେ ଘାଟ କରି ତାଙ୍କୁ ହତ୍ୟା କରାଯାଇଥିଲା। ମାଥିଉ। ମାଥିଉର ଅର୍ଥ ଜିହୋବାଙ୍କ ଉପହାର। ସେ କଫର୍ନାହୁମରେ କରଗ୍ରାହୀ ଥିଲେ, ଯିଏ ରୋମାନ ଶାସକମାନଙ୍କ ନିମନ୍ତେ କାମ କରୁଥିଲେ। ଜିହୁଦୀମାନେ ତାଙ୍କୁ ଦେଶଦ୍ରୋହୀ ଏବଂ ପାପୀ ଭାବରେ ଦେଖୁଥିଲେ। ଐତିହାସିକମାନେ କହନ୍ତି ଯେ ମାଥିଉ ଇଥିଓପିଆ, ପର୍ସିଆ ଏବଂ ସମ୍ଭବତଃ ସିରିଆରେ ପ୍ରଚାର କରିଥିଲେ। ତାଙ୍କୁ ଖଡ୍ଗ ଦ୍ୱାରା ହତ୍ୟା କରିଥିଲେ। ଆଲଫୀଙ୍କ ପୁତ୍ର ଯାକୁବ। ସେ ଜେବଦୀଙ୍କ ପୁଅ ଯାକୁବଠାରୁ ଭିନ୍ନ ଅଟନ୍ତି। ଯାକୁବ ଆଲଫୀଙ୍କ ପୁତ୍ର ଥିଲେ। ତାଙ୍କ ବିଷୟରେ କୌଣସି କଥା ବା ଚମତ୍କାର ବିଷୟରେ ନୂତନ ନିୟମରେ ଉଲ୍ଲେଖ କରାଯାଇ ନାହିଁ। ପ୍ରାୟ 62 ଖ୍ରୀଷ୍ଟାବ୍ଦରେ ଯାକୁବଙ୍କୁ ତାଙ୍କ ବିଶେଷ ପାଇଁ ତାଙ୍କୁ ମିଶର କିମ୍ବା ଜେରୁସଲେମରେ ଶହୀଦ କରାଯାଇଥିଲା। ଥଦ୍ଦିୟ। ତାକୁ ଯାକୁବଙ୍କ ପୁଅ ଜିହୁଦା ବୋଲି ମଧ୍ୟ କୁହାଯାଏ। ସେ ଇସ୍କାରିଏତୀୟ ଜିହୁଦାଠାରୁ ଭିନ୍ନ ଥିଲେ। ଯଦିଓ ସେ ପ୍ରମୁଖ ଶିଷ୍ୟ ନଥିଲେ, ତଥାପି ସେ ଅନ୍ୟ ଶିଷ୍ୟମାନଙ୍କ ସହିତ ଥିଲେ, ଯିଏ ଉପଦେଶ ଦେବା, ସୁସ୍ଥ କରିବା ଏବଂ ଭୂତକୁ ବାହାର କରିବା ଦାୟିତ୍ୱ ନେଇଥିଲେ। ସେ ମେସୋପୋଟାମିଆ, ସିରିଆ ଏବଂ ଆର୍ମେନିଆରେ ସେବା କରିଥିଲେ। ସେ ବିରୁତ ଅଥବା ପରସିଆରେ ଶହୀଦ ହୋଇଥିଲେ। କିନାନୀୟ ସିମୋନ। ତାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି। ସେ ସିମୋନ ପିତରଙ୍କ ଠାରୁ ଭିନ୍ନ ଥିଲେ। ତାଙ୍କର ଉଦ୍ଯୋଗୀ ପଦବୀ ଆନ୍ଦୋଳନର ସଦସ୍ୟତାକୁ ସୂଚାଇଥାଏ, ଯାହା ଏକ ବିପ୍ଳବୀୟ ସମୂହ ଥିଲା ଯାହା ରୋମାନ ଶାସନକୁ ପ୍ରତିରୋଧ କରୁଥିଲେ କିମ୍ବା ସାଧାରଣତଃ ଜିହୋବାଙ୍କର ବ୍ୟବସ୍ଥା ପାଇଁ ଏକ ଉତ୍ସାହୀ ଥିଲେ। ସେ ମିଶର, ଉତ୍ତର ଆଫ୍ରିକା କିମ୍ବା ପର୍ସିଆରେ ପ୍ରଚାର କରିଥିଲେ। ପ୍ରାୟ 65 ଖ୍ରୀଷ୍ଟାବ୍ଦରେ ତାଙ୍କୁ କ୍ରୁଶାରୋପିତ କିମ୍ବା କାଟି 2 ଖଣ୍ଡ କରିଥିଲେ। ଇସ୍କାରିଏତୀୟ ଜିହୁଦା।
ସେ ସମୂହର କୋଷାଧ୍ୟକ୍ଷ ଥିଲେ ଓ ସେ ଟଙ୍କାର ଦାୟିତ୍ୱ ନେଇଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କୁ 30 ଗୋଟି ରୌପ୍ୟ ମୁଦ୍ରା ପାଇଁ ଶତ୍ରୁ ହସ୍ତରେ ସମର୍ପଣ କଲେ। ଯୀଶୁଙ୍କୁ ପ୍ରତାରିତ କରିବା ପରେ ସେ ଅନୁଭବ କଲେ ଯେ ସେ ଏକ ନିର୍ଦ୍ଦୋଷକୁ ପ୍ରତାରିତ କରିଛି ଓ ସେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଜିହୁଦାଙ୍କ ବଦଳରେ ମଥିୟଙ୍କୁ ନିଯୁକ୍ତ କରାଗଲା।